ଆଜିର ପୁଣ୍ୟ ସତ୍ସଙ୍ଗରେ ଉପସ୍ଥିତ ସମସ୍ତ ପୁତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟଗୁରୁ ଜଣାଏ। ବିଶେଷ କରି ଆଜିର ଏ ଗୋବିନ୍ଦପୁର ସତ୍ସଙ୍ଗର ସର୍ବପୁରାତନ ସଂଗଠନ ୟାଙ୍କର ପୂଜ୍ୟ ପରିଚାଳକ ଶରଦା ଏବଂ ଉପସ୍ଥିତ ଏବଂ ଆୟୋଜକ ମଣ୍ଡଳୀ, ତାପରେ ଆମର ବିଜ୍ଞାନଟା ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଚାଲିଥିଲା। ପରମ ପିତାଙ୍କର କଥା ଆମେ ଠାକୁରଙ୍କର ଏଇ ଯୋଉ ଭାଦ୍ର ମାସ ଠାକୁରଙ୍କର ଜନ୍ମ ମାସ, ଏଇ ଜନ୍ମ ମାସରେ ତାଙ୍କର ଶ୍ରୀଲୀଳା ବୃତ୍ତାନ୍ତର କଥାକୁ ଆମେ ଆଲୋକପାତ କରିଥାଉ। ଠାକୁର କହୁଥିଲେ ଯେ ରକ୍ତ ମାଂସ ଧରି ଯଦି କୌଣସି ଦେବତା ଧରାପୃଷ୍ଠରେ ଅବତୀର୍ଣ୍ଣ ହେଇଛନ୍ତି, ସେ ହେଉଛନ୍ତି ରାମଚନ୍ଦ୍ର। ତେବେ ରାମଚନ୍ଦ୍ରଙ୍କ ପୂର୍ବରୁ ଆମେ ଯୋଉ ଦେବାଦେବୀଙ୍କର କଥା କହୁ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏବଂ ଅନେକ ଦେବାଦେବୀଙ୍କର କଥା କହୁ, ଠାକୁର କହୁଥିଲେ ଇଏ ହଉଛି ଗୋଟେ ଗୋଟେ ସୃଷ୍ଟିର ତତ୍ତ୍ୱ, ଦ ଥିଓରି ଅଫ ଇଭଲ୍ୟୁସନ। ଯେତେବେଳେ ଠାକୁରଙ୍କ ପାଖରେ 33 କୋଟି ଦେବତାର କଥା ଯେତେବେଳେ ଉଠିଥିଲା, ଠାକୁର କହୁଥିଲେ ହୁଏତ ସେଇ ସମୟରେ 33 କୋଟି ମଣିଷ ଥିଲେ। କାରଣ ଠାକୁର କହୁଥିଲେ ଯେତେ ମଣିଷ, ପ୍ରତ୍ୟେକ ମଣିଷ ହଉଛନ୍ତି ଗୋଟେ ଗୋଟେ କ୍ଷୁଦ୍ର ଭଗବାନ। ସମସ୍ତଙ୍କ ଭିତରେ ସେ ଦିବ୍ୟତ୍ୱ ଅଛି। ସେ ଦିବ୍ୟତ୍ୱର ପରିପ୍ରକାଶ ହିଁ ଜଣେ ସାଧାରଣ ମଣିଷରୁ ଏକ ଦିବ୍ୟ ମାନବରେ ମଣିଷକୁ ପରିଣତ କରେ। ଏଇ ଯୋଉ ଦିବ୍ୟତ୍ୱ ମଣିଷ ପାଖରେ ଅଛି, ଠାକୁର ସତ୍ୟାଂଶରେ ମଧ୍ୟ କହିଛନ୍ତି, ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଏଇ ଠାକୁରତ୍ୱଟାକୁ ଜାଗ୍ରତ କରିବା, ତାମାନେ ଏଇ ମାନବୀୟ ଶରୀର ଭିତରେ ଈଶ୍ୱରୀୟ ଭାବକୁ ପରିପ୍ରକାଶ କରିବା ହିଁ ଠାକୁରଙ୍କର ବିଧାନ। ତେବେ ଏଇ ଯୋଉ ବିଭିନ୍ନ ଅବତାରକୁ ଆମେ ଜାଣୁ ଠାକୁରଙ୍କୁ ଅବତାରୀ ବୋଲି କୁହାଯାଏ। ଅନେକ ଅବତାରଙ୍କୁ ପ୍ରେରଣ କରିଲା ପରେ ଠାକୁର ସ୍ୱୟଂ ଆଜି ବିଦ୍ୟମାନ ହେଇଛନ୍ତି ଧରା ପୃଷ୍ଠରେ। ତେବେ ସତ୍ୟ ଯୁଗର ଅନେକ ଦେବାଦେବୀଙ୍କର କଥା ଉଠେ, ଯେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ସବୁ ଦେବାଦେବୀଙ୍କ ବିଷୟରେ ଠାକୁରଙ୍କର ଏକ ପୁସ୍ତକ ଅଛି ଯୋଉଠି ଆଲୋଚନା କରାଯାଇଛି ତାର ଆକ୍ଷରିକ ଅର୍ଥ କଣ, କିଭଳି ଭାବରେ ସବୁ ଦେବାଦେବୀଙ୍କର ମାନେ ସୃଷ୍ଟି ହେଇଛି ଏବଂ ତାଙ୍କର ମୂଳ ତତ୍ତ୍ୱ କଣ, ଠାକୁର ତା ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିକି ବୁଝେଇଛନ୍ତି। ଏଇ ଯୋଉ ଥିଓରି ଅଫ ଇଭଲ୍ୟୁସନ, ଯୋଉ ବିବର୍ତ୍ତନର କଥା ଯେତେବେଳେ ଉଠେ, 10 ଅବତାର କଥା ଅଛି। এই 10 ଅବତାରକୁ ଆମେ ଜାଣୁ ଯେ 5.8 ମିଲିୟନ ଇୟର୍ସ ପୂର୍ବରୁ ଏ ସୃଷ୍ଟି ତିଆରି ହେଇଛି। ଠାକୁରଙ୍କର ଯୋଉ ସୃଷ୍ଟିର ତତ୍ତ୍ୱକୁ ଯଦି ଆମେ ଦେଖୁ, ଠାକୁର ସୃଷ୍ଟି ତତ୍ତ୍ୱରେ କହୁଥିଲେ ଯେ ଠାକୁର ଯେତେବେଳେ ସୃଷ୍ଟିର ତତ୍ତ୍ୱ କଥା କୁହନ୍ତି, ସେତେବେଳେ ବଡ଼ଦା ଠାକୁରଙ୍କ ରୁମକୁ କାହାରିକୁ ଛାଡ଼ନ୍ତି, କାରଣ ଠାକୁର ଡିଷ୍ଟର୍ବ ନ ହୁଅନ୍ତୁ। ଏବଂ ସେଇ ସମୟରେ ଠାକୁର କହି ଉଠୁଥିଲେ ଯେ ସୃଷ୍ଟିର ଆରମ୍ଭରେ ଏକ ମହାଶୂନ୍ୟ ଥିଲା। এই ମହାଶୂନ୍ୟ ଭିତରେ ପ୍ରଥମେ ଶବ୍ଦ ସୃଷ୍ଟି ହେଇଥିଲା, ଯୋଉ ଶବ୍ଦକୁ ଆମେ ଓଙ୍କାର ବୋଲି କହୁ। ଓ ଉ ମ ତିନିଟି ଲେଟର ସମାହାରରେ ଯୋଉ ଓଙ୍କାର ସୃଷ୍ଟି ହେଇଛି,
ଏଇ ଶବ୍ଦକୁ ସୃଷ୍ଟି କରିବା ପାଇଁ ମୁଁ ଯେମିତି କଥା କହୁଛି ତା ପାଇଁ ଏକ କମ୍ପନର ଆବଶ୍ୟକ ପଡୁଛି, ମୋ ଜୀବ ଦେଇକି କମ୍ପନ ସୃଷ୍ଟି ହଉଛି। ସେମିତି ସେଇ ଶବ୍ଦକୁ ସୃଷ୍ଟି କରିବା ପାଇଁ ଏଇ ମହାଶୂନ୍ୟ ଭିତରେ ଏକ କମ୍ପନ ସୃଷ୍ଟି ହେଇଥିବ। ବଡ ବଡ ଥିଓରି କୁହନ୍ତୁ, ବିଗ୍ ବ୍ୟାଙ୍ଗ ଥିଓରି କହୁ, କସ୍ମିକ ଥିଓରି କହୁ, ତାହା ହିଁ କହନ୍ତି ଏକ ବିରାଟ କମ୍ପନ ଭିତରୁ ସବୁ କିଛି ସୃଷ୍ଟି। ତେଣୁ ଏଇ ଯୋଉ କମ୍ପନ, ଆଦି କମ୍ପନ ଯୋଉ ସୃଷ୍ଟି ହେଇଥିଲା, ସେ ଆଦି କମ୍ପନ ର ଯୋଉ ତରଙ୍ଗ, ସେଇ କମ୍ପନ ଆଜି ମଧ୍ୟ ଅଛି। ଯାହା ଠାକୁର କହୁଥିଲେ ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ। ଦ କଲ୍ ଅଫ୍ ୟୋର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ଠାକୁର କହୁଥିଲେ ତୁମେ ଓ ମୁଁ ଭିତରେ କିଛି ଡିଫରେନ୍ସ ନାହିଁ, ଆମେ ସମସ୍ତେ ସେଇ ଶବ୍ଦର ହିଁ ସୃଷ୍ଟି। ତେବେ କଥା ଉଠୁଛି ଯୋଉ ଶବ୍ଦ ପ୍ରଥମେ ସୃଷ୍ଟି ହେଇଥିଲା ଏବଂ ତାକୁ ସୃଷ୍ଟି କରିବା ପାଇଁ ଯୋଉ କମ୍ପନ ତିଆରି କରାହେଇଥିଲା, ସେଇ କମ୍ପନ ଆଦି କମ୍ପନ, ସେଇ କମ୍ପନରୁ ନାମର ସୃଷ୍ଟି। ସେଥିପାଇଁ ଠାକୁର କହୁଥିଲେ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ନାମର ଆକ୍ଷରିକ ମୂଳ ତତ୍ତ୍ୱକୁ ଯଦି ଦେଖାଯାଏ, ଇଏ ହଉଛି ଗୋଟେ ଟୁ ଆଣ୍ଡ ଫ୍ରୋ ମୋସନ। ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ପେଣ୍ଡୁଲମ ଟାଇପର ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ରହି ଆଗ ପଛ ଗତି କରିବା ଦ୍ୱାରା ଯୋଉ କମ୍ପନ ସୃଷ୍ଟି ହୁଏ, ସେଇ କମ୍ପନ। ତେଣୁ ଏଇ କମ୍ପନ ଆମର ଶରୀର ସହିତ ଆମର ମନ ଉପରେ ଆର ଅନେକ ପ୍ରଭାବ ଥାଏ। ଆମ ଶରୀରଟା 5 ଟ୍ରିଲିୟନ ସେଲ୍ସରେ ତିଆରି ଏବଂ ଆମ ମସ୍ତିଷ୍କରେ 1500 କୋଟିର ବ୍ରେନ୍ ସେଲ୍ସ ଅଛି। ଏ ବ୍ରେନ୍ ସେଲ୍ ମାନଙ୍କର ଉପସ୍ଥିତି ଅତି ଫାଇନ୍ ଶାରୀରିକ କୋଷୀୟ ସଞ୍ଚରଣାକୁ ତୁଳନାରେ ବ୍ରେନ୍ର ସେଲ୍ କୋଷ ମାନଙ୍କର ସଞ୍ଚରଣ ଟିକେ ଭିନ୍ନ ଥାଏ। ଆମ ପାଖରେ ଏଇ ସୃଷ୍ଟିର ଅନେକ ମେମୋରି ଆମ ପାଖରେ ଅଛି। ବୁଦ୍ଧଦେବ ତ 90 ଲକ୍ଷ ଥର ଜନ୍ମ ହେଇଥିଲେ, ସେ ତାଙ୍କୁ ଜାଣିପାରୁଥିଲେ ଧ୍ୟାନ ବଳରେ। ଠାକୁରଙ୍କୁ ତ ଅନେକ ଜନ୍ମ ଜନ୍ମାନ୍ତରର କଥା ଜଣାଥିଲା ଠାକୁରଙ୍କୁ। ତେଣୁ ଆମ ମାନଙ୍କର ଜନ୍ମର ଯୋଉ ତତ୍ତ୍ୱ, ସେଥିପାଇଁ ଠାକୁର କହୁଥିଲେ ମରଣା ମାରଣା ପାରତି ମୃତ୍ୟୁକୁ ଅବଲୁପ୍ତ କର। ଏ ମୃତ୍ୟୁକୁ ଅବଲୁପ୍ତ କରିବା, ଏ କଥା କେହି କହିନାହାନ୍ତି କେବେ। ଠାକୁର ପ୍ରଥମ ଥର ପାଇଁ ମୃତ୍ୟୁକୁ ଅବଲୁପ୍ତ କରିବାର କଥା କହିଥିଲେ। ଏ ମୃତ୍ୟୁକୁ ଅବଲୁପ୍ତ କରିବାର ମୂଳ ଧାରା ହଉଛି ଏଇ ସ୍ମୃତିବାହୀ ଚେତନା ଶକ୍ତିକୁ ଜାଗ୍ରତ କରିକି ରଖିବା। ଆମର ଯୋଉ ସ୍ମୃତିବାହୀ ଚେତନା ଅଛି, ଯୋଉ ଆମ ପାଖରେ ଯୋଉ ସ୍ମୃତି, 3 ପ୍ରକାର ସ୍ମୃତି ଅଛି। ଗୋଟେ ଇଭଲ୍ୟୁସନାଲ ମେମୋରି, ଆମେ ଆଗରୁ ମାଙ୍କଡ, କୁକୁର, ହାତୀ ବିଭିନ୍ନ ପ୍ରକାର ଜନ୍ମ ନେଇକି ଆସିଛେ। ଇଭଲ୍ୟୁସନ ବିବର୍ତ୍ତନ ହେଇକି ଆମେ ମଣିଷ ଜନ୍ମ ପାଇଛେ। ତେଣୁ ମୋର ବିବର୍ତ୍ତନ ଆପଣମାନଙ୍କର ବିବର୍ତ୍ତନ ଠାରୁ ଭିନ୍ନ। ତେଣୁ ମୁଁ ହয়তো କୋଉ ଭଳି ଅବସ୍ଥାରୁ ମଣିଷ, ମୋର ପୂର୍ବ ପିଢି ମାନେ ମୋର ଯୋଉ ଜେନେଟିକଟା, ଜିନଟା, ତ କୋଉ ଅବସ୍ଥାରୁ ମଣିଷ ଜନ୍ମକୁ ପଦାର୍ପଣ କରିଛି ତାହା ମତେ ଜଣା ନାହିଁ। ତେଣୁ ସେଇ ଯୋଉ ଇଭଲ୍ୟୁସନ, ସୋ ଦ୍ୟାଟ ମେମୋରି, ସେ ଇଭଲ୍ୟୁସନ ଯୋଉ ବିବର୍ତ୍ତନର ମେମୋରି ମୋ ପାଖରେ ଅଛି, ମୁଁ ଜାଣେ ମୋ ପାଖରେ ଅଛି। ତା ସହିତ ମୁଁ ବାପା ମାଙ୍କ ପାଖରୁ ଆସିଛି, ଏବେ ତ ମହାଳୟା ଚାଲିଛି। ଏଇ ଯୋଉ ବାପା ମାଙ୍କ ପାଖରୁ ଆସିଛି, ବାପା ମାଙ୍କର ଜେନେଟିକ ମେଟେରିଆଲଟା ମୋ ପାଖରେ ଅଛି, ଦ୍ୟାଟ ଇଜ ଦ ଜେନେଟିକ ମେମୋରି। 12ଟା ଜେନେରେସନ, 12ଟା ଜେନେରେସନର ଜେନେଟିକ ମେମୋରିଟା ମୋ ପାଖରେ ଥାଏ। କାରଣ 12ଟା ଜେନେରେସନ ପରେ এই ଜେନେଟିକ ମେମୋରିଟା ଫେଡେଡ ହେବାକୁ ଆରମ୍ଭ କରେ। 12ଟା ଜେନେରେସନକୁ ଯଦି ଦେଖାଯାଏ, ମତେ ମୋର ବାପା ମା ଜନ୍ମ କରିଛନ୍ତି, ମୋ ବାପା ମାଙ୍କୁ ତାଙ୍କର ବାପା ମା ଜନ୍ମ କରିଛନ୍ତି। ତ ଏଇଠି ଯଦି ଆମେ ଦେଖୁ, ଏଠି କେତେ ଲୋକଙ୍କର ଆବଶ୍ୟକ ପଡିଛି। ମୋ ବାପାଙ୍କର ବାପା ମା, ମୋ ମାଙ୍କର ବାପା ମା ହେଲେ 4 ଜଣ, ବାପା ମା 2 ଜଣ, 6 ଜଣ ଲୋକଙ୍କର ଆବଶ୍ୟକ ଜେନେଟିକ ମେଟେରିଆଲ ମୋ ପାଖରେ ଅଛି 3ଟା ପିଢି ଭିତରେ। ଏଇ 12ଟା ପିଢି ଭିତରେ 4990 ଲୋକଙ୍କର ଜେନେଟିକ ମେଟେରିଆଲ ମୋ ପାଖରେ ଅଛି। ଆଉ ମୋର ଆତ୍ମା ଅନେକ ଥର ଜନ୍ମ ନେଇଛି ବିଭିନ୍ନ ରୂପରେ। ସେ ଆଜି ଜନ୍ମ ନେଇଛି ଧରାପୃଷ୍ଠରେ, ମୋର କାର୍ମିକ ମେମୋରି ମୋ ପାଖରେ ଅଛି। ଏ ସମସ୍ତ ମେମୋରିକୁ ନେଇକି ମୋ ଭିତରେ ସମାହିତ ହେଇକି ଅଛି। ତାରି ଭିତରୁ ମୋର ଭାବନା, ଭାବ ସେଇଠୁ ତିଆରି ହୁଏ, ଯୋଉଠୁକୁ ଆମେ ବୈଶିଷ୍ଟ୍ୟ ବୋଲି କହୁ ବା ବାର୍ଥ ଇନଷ୍ଟିକ୍ଟ ବୋଲି କହୁ। ଇଏ ସମସ୍ତ ତତ୍ତ୍ୱକୁ ଯଦି ଆମେ ଦେଖୁ,
ଇଏ ସମସ୍ତ ମେମୋରିକୁ ଯଦି ମୁଁ ମନେ ପକେଇ ପାରେ, ଯଦି ଉତ୍ଫୁଲ୍ଲିତ ମାନେ ପରିପ୍ରକାଶ କରିଦେଇପାରେ, ତାହା ମାନେ ମୁଁ ଏକ ବିରାଟ ମଣିଷରେ ପରିଣତ ହେଇପାରେ। ତ ସେଥିପାଇଁ ତାକୁ ମନେ ପକେଇବା ପାଇଁ, ତାକୁ ମନେ ପକେଇବା ପାଇଁ ଯୋଉ ବିଧାନର ଆବଶ୍ୟକ ଠାକୁର ଦେଇଛନ୍ତି ତାହା ହଉଛି ନାମ। ଏ ନାମର କମ୍ପନ ବଳରେ, ନାମର ସ୍ପନ୍ଦନ ଏ ଲୁକାୟିତ ସମସ୍ତ ମେମୋରିକୁ, ସମସ୍ତ ସ୍ମୃତିବାହୀ ଚେତନା ଶକ୍ତିକୁ ଜାଗ୍ରତ କରି ଦେଇପାରେ। ସେଥିପାଇଁ ଠାକୁରଙ୍କର ଯୋଉ ଲୋଗୋ ଅଛି, ତଳେ ଯୋଉ ସ୍ଲୋଗାନ ଲେଖା ହେଇଛି, ଦଦାତି ଜୀବନମ୍ ବୃଦ୍ଧି ନିରନ୍ତରମ୍ ଶ୍ରୁତିଚିତ ଜୁତେ ଦଦାତି ଜୀବନମ୍ ବୃଦ୍ଧି, ମୋ ଜୀବନର ବୃଦ୍ଧି ପାଇଁ ସର୍ବଦା ମୋତେ ଦୟା କରୁଣା ମିଳୁ ଏବଂ ନିରନ୍ତର ମୋର ସ୍ମୃତିବାହୀ ଚେତନା ଶକ୍ତିର ଜାଗ୍ରତ ହେଇକି ବଞ୍ଚି ରହୁ। ତାହା ହିଁ ଠାକୁର କହୁଥିଲେ ଯେ ମରଣା ମାରଣା ପାରତ ମୃତ୍ୟୁକୁ ଅବଲୁପ୍ତ କର। ତେବେ ଏଇ ସୃଷ୍ଟିର ତତ୍ତ୍ୱକୁ ଯଦି ଆମେ ଦେଖୁ, ଯୋଉ ଆମେ ଅନେକ ପୁରାଣ ପଦ୍ଧତିରେ ପଢୁ, ୟା ପଛପଟର ବିଜ୍ଞାନଟାକୁ ଆମେ ଯଦି ଦେଖୁ, ଯେ ବିଷ୍ଣୁ ଆମେ ଜାଣିଛୁ ସମୁଦ୍ର ମାନେ ମହାସମୁଦ୍ର ଭିତରେ ବିଷ୍ଣୁ ଶୟନ କରିଥିଲେ। ମା ଲକ୍ଷ୍ମୀ ମା ତାଙ୍କର ପଦ ସେବା କରୁଥିଲେ ଏବଂ ଯୋଉ ସପ୍ତନାଗ ସପ୍ତଫେଣୀ ଉପରେ ଶୋଇଥିଲେ ଏବଂ ତାଙ୍କ ନାଭିରୁ ବ୍ରହ୍ମାଙ୍କର ସୃଷ୍ଟି। ତେବେ ଏଇ ବ୍ରହ୍ମା କଣ ନା, ବ୍ରହ୍ମର ସାକାର ରୂପ ହଉଛି ବ୍ରହ୍ମା। ମାନେ ବ୍ରହ୍ମ ଯେତେବେଳେ ତାର ସାକାର ରୂପ ନେଇଯାଏ, ସେତେବେଳେ ସେ ବ୍ରହ୍ମା। ତେଣୁ ଯୋଉ ବ୍ରହ୍ମା ତାଙ୍କ ନାଭିରୁ ତିଆରି ହେଲେ, ସମୁଦ୍ର ଥିଲେ ନାଭିରୁ ତିଆରି ହେଲେ। ତେଣୁ ଏଇ ଯୋଉ ବ୍ରହ୍ମ କଣ, ଠାକୁର କହୁଛନ୍ତି ଯାହା ବୃଦ୍ଧିପ୍ରାପ୍ତ ହେଇ ମଧ୍ୟ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ଶଙ୍କରାଚାର୍ଯ୍ୟ କହୁଥିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଠାକୁର କହିଲେ ନା, ବ୍ରହ୍ମ ସତ୍ୟ, ଜଗତ ବି ସତ୍ୟ। ଦ ଏକ୍ଜିଷ୍ଟାନ୍ସ ଅଫ ଅଲ୍ ଦ୍ୟାଟ୍ ଏକ୍ଜିଷ୍ଟ, ଦ୍ୟାଟ୍ ଇଜ ଦ ସତ୍। ଯାହା କିଛି ଏକ୍ଜିଷ୍ଟ କରିଛି ସବୁ ହଉଛି ସତ୍। ତେବେ ଏଇ ଯୋଉ ବ୍ରହ୍ମାଙ୍କର ସୃଷ୍ଟି ଯଦି ଆମେ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖୁ, ତେଣୁ ପ୍ରଥମେ ଏଇ ଯୋଉ କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ, ଅକ୍ସିଜେନ କଣିକାରେ ଯୋଉ ପ୍ରଥମ କରି ଯୋଉ ପ୍ରୋଟୋପ୍ଲାଜମ ତିଆରି ହେଇଥିଲା, ତାହା ହିଁ ସମୁଦ୍ର ବକ୍ଷରେ ହିଁ ଆରମ୍ଭ ହେଇଥିଲା। ତେଣୁ ସମୁଦ୍ରର ଜଳରାଶି ଭିତରେ ପ୍ରଥମେ ପ୍ରୋଟୋପ୍ଲାଜମ ତିଆରି ହେଇଥିଲା, ଯାହା କହୁଥିଲେ ପ୍ରୋଟୋପ୍ଲାଜମ ହଉଛି ମଣିଷର ଜୀବନ କଣିକା, ମୂଳ ପିଣ୍ଡ, ମୂଳ ତତ୍ତ୍ୱ ଠାକୁର କହୁଥିଲେ। ତେଣୁ ଏଇ ପ୍ରୋଟୋପ୍ଲାଜମ ଯୋଉଥିରୁ ସବୁ କିଛି ସୃଷ୍ଟି ହେଇଥିଲା, ତାର ମୂଳ ସୃଷ୍ଟିଟା ହିଁ ସମୁଦ୍ରରେ ହେଇଥିଲା। ତେଣୁ ସେଇଠି ହିଁ ବ୍ରହ୍ମାଙ୍କର ଯୋଉ ସୃଷ୍ଟି, ତାହା ହିଁ ଆରମ୍ଭ। ଏବଂ ସେ ବୃଦ୍ଧିପ୍ରାପ୍ତ ହେଇ ସେ ଆଜି ସେଇ ବ୍ରହ୍ମ ହିଁ ରହିଛି। ସେଥିପାଇଁ ଠାକୁର କହୁଥିଲେ ଯାହା କିଛି ବୃଦ୍ଧିପ୍ରାପ୍ତ ହେଇ ତାହା ହିଁ ରହିଛି, ତାହା ହଉଛି ବ୍ରହ୍ମ। ତେବେ ଏଇ ଯୋଉ ତତ୍ତ୍ୱକୁ ଯଦି ଆମେ ଦେଖୁ, ସେ ଯୋଉ ମାନେ ସମୁଦ୍ର ଗର୍ଭରେ ଯୋଉ ପ୍ରଥମେ ପ୍ରୋଟୋପ୍ଲାଜମ ଏକକୋଷୀୟ ପ୍ରାଣୀ ସୃଷ୍ଟି ହେଇଥିଲା, ଏଇ ଏକକୋଷୀୟ ପ୍ରାଣୀ ସୃଷ୍ଟି ହଉ ଧୀରେ ଧୀରେ ଯେତେବେଳେ ବହୁକୋଷୀୟ ଆଙ୍କର ବହୁ ବିଭାଜନ ଫଳରେ ସେଇ ଯୋଉ ମାନେ ଯାହା ଆମେ ଠାକୁର କହୁଥିଲେ ଯେ ସବୁ ଦୁଇଟା ଜିନିଷରେ ତିଆରି, ଗୋଟେ ହଉଛି ସତ୍ତା, ଗୋଟେ ହଉଛି ଅସ୍ତିତ୍ୱ। ତେଣୁ ଠାକୁରଙ୍କର ସୃଷ୍ଟିର ରହସ୍ୟକୁ ଯଦି ଦେଖିବା, ଠାକୁର କହୁଥିଲେ ଯେ ଏଇ ଯୋଉ ଶବ୍ଦ ଯେତେବେଳେ ସୃଷ୍ଟି ହେଲା, ଏଇ ଶବ୍ଦ ଯେତେବେଳେ ଗତିଶୀଳ କଲା ଏବଂ ଗୋଟେ ଶବ୍ଦ ସହିତ ଆଉ ଗୋଟେ ଶବ୍ଦର ଯେତେବେଳେ ଘର୍ଷଣ ଫଳରେ ଯୋଉ ଶକ୍ତି ସୃଷ୍ଟି ହେଲା, ସେଇ ପ୍ରଥମ କରି ଶକ୍ତି ସୃଷ୍ଟି ହେଲା ବା ଏନର୍ଜି ସୃଷ୍ଟି ହେଲା। ଏବଂ ଏଇ ବିଶେଷ ପ୍ରକାର ଯୋଉ ଏନର୍ଜି ସୃଷ୍ଟି ହେଲା, ସେଇ ଏନର୍ଜି ପୁଣି ବସ୍ତୁରେ ପରିଣତ ହେଲା, ଯାହା ଆଲବର୍ଟ ଆଇନଷ୍ଟାଇନଙ୍କର E=mc² ଯୋଉ ଫର୍ମୁଲା ଥିଲା, ସେଇ ଫର୍ମୁଲାରେ ଯାହା ହିଁ ଜଣା ପଡେ ଯେ ଶକ୍ତିରୁ ବସ୍ତୁ ସୃଷ୍ଟି ହେଇଥିଲା। ତେଣୁ ଠାକୁର କହୁଥିଲେ ଯେ ଏଇ ସୃଷ୍ଟିରେ ପ୍ରତ୍ୟେକ ଜିନିଷଟା ଦିଟା ଜିନିଷରେ ସମାହାର, ଗୋଟେ ହଉଛି ଅସ୍ତିତ୍ୱ, ଆଉ ଗୋଟେ ହଉଛି ସତ୍ତା। ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ତ ସମସ୍ତଙ୍କ ଭିତରେ ସେଇ ସତ୍ତା ଅସ୍ତିତ୍ୱ ଅଛି। ନିର୍ଜୀବ ବୋଲି ଠାକୁର କାହାକୁ କହୁନଥିଲେ, କାରଣ ସମସ୍ତଙ୍କ ଭିତରେ ସତ୍ତା ଅସ୍ତିତ୍ୱ ସମସ୍ତଙ୍କ ଭିତରେ ଅଛି। ସମସ୍ତଙ୍କ ଭିତରେ ସେଇ ଏନର୍ଜି ଅଛି, ଆଉ ସମସ୍ତଙ୍କ ଭିତରେ ସେଇ ବସ୍ତୁ ଅଛି। ସେଇ ବସ୍ତୁ ଏବଂ ଶକ୍ତିର ସମାହାରରେ ସବୁ କିଛି ସୃଷ୍ଟି। ତେବେ ସେଇ ବସ୍ତୁ ଆଉ ଶକ୍ତିକୁ ନେଇକି ଏଇ ଯୋଉ ମାନେ ଯୋଉ ସତ୍ତା ବା ଯୋଉ ଏନର୍ଜି, ତାହା ହଉଛି ବ୍ରହ୍ମ। ଏଇ ବ୍ରହ୍ମ ବସ୍ତୁ ସହିତ ଯେତେବେଳେ ମିଶିକି ପ୍ରଥମେ ଯାହା ସୃଷ୍ଟି ହେଇଥିଲା, ତାହା ହଉଛନ୍ତି ବ୍ରହ୍ମା। ଇଏ ହଉଛି ସୃଷ୍ଟିର ତତ୍ତ୍ୱ। ଏବଂ ଆରି ଭିତରେ ଯେତେବେଳେ ବହୁକୋଷୀୟ ପ୍ରାଣୀ ତିଆରି ହେଇଥିଲା, ପ୍ରଥମ କରି ଯୋଉ ବ୍ରେନ ସୃଷ୍ଟି ହେଲା,
ଯୋଉ ବ୍ରେନ୍ ଦେଇକି ମଣିଷ ଚିନ୍ତା କରିବା, ଜାଣିବା, ଅନୁଭବ କରିବାଟା ଜାଣିପାରିଲା, ସେ ଅବସ୍ଥା ହଉଛି ଚିଙ୍ଗୁଡିର ପ୍ରଥମେ ଆରମ୍ଭ ହେଇଥିଲା। ତାପରେ ମାଛ ଏବଂ ମତ୍ସ୍ୟ, ଏଇ ଯୋଉ ମାଛ ଯେତେବେଳେ ତା ପାଖକୁ କିଏ ବିପଦ ଆସେ ସେ ଲୁଚିଯାଏ ଯାଇକି ପାଣି ଭିତରେ, କାରଣ ତା ଭିତରେ ସୁରକ୍ଷିତ ହବାର ଯୋଉ ବ୍ରେନ୍ ର ଡେଭଲପମେଣ୍ଟ ଆରମ୍ଭ ହେଇଥିଲା। ସେଇଥିପାଇଁ ମତ୍ସ୍ୟ ଅବତାର ବୋଲି କୁହାଗଲା, ପ୍ରଥମ ଅବତାର। ଇଏ ଏକ ଜଳଚର ପ୍ରାଣୀ। ତାପରେ କିଛି ସମୟ ସ୍ଥଳଭାଗ, କିଛି ସମୟ ଜଳଭାଗରେ ରହିବାର ଅବସ୍ଥାରେ କୁର୍ମ ଅବତାର ବା କଇଁଛ, ଯୋଉଟା ଯାହା ପିଠି ଉପରେ ଆମର ସମୁଦ୍ର ମନ୍ଥନ କରାଯାଇଥିଲା। ଏବଂ ଇଏ ହଉଛି ଦ୍ଵିତୀୟ ଅବତାର। ତାପରେ ବରାହ ଅବତାର ଆସିଲେ, ଯିଏକି ମେରୁଦଣ୍ଡୀୟ ପ୍ରାଣୀ। ସେଇ ସମୟରେ ଗାଈ, ଗୋରୁ, ହାତୀ, ଏସବୁ ଐରାବତ ହତି କଥା ଯୋଉ କୁହାଯାଇଛି, ଏବଂ କାମଧେନୁ ଗାଈ କଥା ଯୋଉ କୁହାଯାଇଥିଲା, ଯୋଉ ସମୁଦ୍ର ମନ୍ଥନ ବେଳେ ବାହାରିଥିଲା, ତାମାନେ ସେ ସବୁ ଜିନିଷ ଏଇ ସବୁ ସମୟରେ ସୃଷ୍ଟିରେ ପ୍ରଥମେ କରି ତିଆରି ହେଇଥିଲେ। ଏବଂ ଏଇ ଯୋଉ ସବୁ ତିଆରି ହେଲେ, ସେଇ ସବୁ ସୃଷ୍ଟିର ତତ୍ତ୍ୱ ପରେ ଯୋଉ ମେରୁଦଣ୍ଡୀୟ ସଳଖ ହେଇକି ଛିଡା ହେଇଥିବା ଯୋଉ ପ୍ରାଣୀ, ସେ ହଉଛି ବରାହ। ସେ ତ ବରାହକୁ ସେଇ ସମୟରେ ସର୍ବଶ୍ରେଷ୍ଠ ବିବର୍ତ୍ତିତ ଜୀବ ବୋଲି, ଜୀବ ହିସାବରେ ତାଙ୍କୁ ମଧ୍ୟ ଗୋଟେ ଅବତାର ବୋଲି ଜଣାଯାଏ। ସେ ହେଉଛନ୍ତି ବରାହ ଅବତାର। ତେଣୁ ବରାହ ଅବତାର ପରେ ତାଙ୍କର ଦେଖିଥିବେ ଆପଣମାନେ, ତାର ଶୁଣ୍ଡ ଥିଲା, ଏ ପ୍ରକାର ଥିଲା, କିନ୍ତୁ ମେରୁଦଣ୍ଡ ସିଧା ସଳଖ ହେଇକି ଛିଡା ହଉଥିଲେ। କିନ୍ତୁ ଗାଈ, ଗୋରୁ, ହାତୀ, ବାଘ, ଏସବୁ ଯାହା ସବୁ ସୃଷ୍ଟି ହେଇଥିଲା, ଏମାନେ ଆଉ ଛିଡା ହେଇ ପାରୁନଥିଲେ ସଳଖ ଭାବରେ। ଇଏ ଆଉ ମାନେ ମାଟି ସହିତ ପାରାଲାଲ ହେଇକି ଥିବା ଜୀବ। ତେଣୁ ୟା ସହିତ ତାପରେ ଯୋଉ ନରସିଂହ ଅବତାର, ଯୋଉ ଆମେ ଜାଣିଛୁ ସୃଷ୍ଟିର ଯୋଉ ନରସିଂହ ଅବତାର, ସେ ତ ତା ଭିତରେ ଅନେକ କିଛି ଅଛି। ଯୋଉ କାୟାଧି କିଭଳି ଭାବରେ ମାନେ ହିରଣ୍ୟକଶିପୁ ଭଳି ଜଣେ ମାନେ ରାକ୍ଷସ ପାଖରୁ ପ୍ରହ୍ଲାଦ ଭଳି ଏକ ସନ୍ତାନକୁ ସେ ଜନ୍ମ ଲାଭ କରିଥିଲେ। ଏବଂ ତାଙ୍କର ମିଳନ ସମୟରେ ସେ ତାଙ୍କୁ ବାରମ୍ବାର ପଚାରୁଥିଲେ, କଣ କହୁଥିଲେ ଆଜି? ନାରଦ କଣ କହିଥିଲେ ନା ନାରାୟଣ ନାରାୟଣ କହୁଥିଲେ, ଆଉ ଥରେ କୁହ ନାରାୟଣ ନାରାୟଣ କହୁଥିଲେ। ଏବଂ ସେ ନାରାୟଣ ନାରାୟଣ କହି କହି ସେ ତାଙ୍କ ସହିତ ମିଳନ ହେଇଥିଲେ, କୟାଧୁଙ୍କ ସହିତ, ଯାହାଙ୍କ ପାଖରୁ ସୃଷ୍ଟି ହେଇଥିଲା ପ୍ରହ୍ଲାଦଙ୍କର ଜନ୍ମ। ତେବେ ବାସ୍ତବିକତାକୁ ଯଦି ଆମେ ଦେଖୁ, ଏଇ ଯୋଉ ନରସିଂହ ଅବତାର ଆସିଲେ, ନରସିଂହ ହଉଛନ୍ତି କଣ ନା ଅଧା ନର ଆଉ ଅଧା ସିଂହ। ତାମାନେ ସେଇ ସମୟରେ ଏଇ ପ୍ରକାର ଜୀବ ଥିଲେ, ଯାହାଙ୍କର ସିଂହ ଏବଂ ନର ଅବସ୍ଥା ଥିଲା। ଏବଂ ତାଙ୍କୁ, ତାଙ୍କ ଭିତରେ ଏତେ ଶକ୍ତିଶାଳୀ ଥିଲେ, ଯାହାକି ସେ ସେ ଯୋଉ ରାକ୍ଷସକୁ ଆ, ମଧ୍ୟ ସେ ମାନେ ଦଗ୍ଧ କରିଥିଲେ। ପ୍ରହ୍ଲାଦଙ୍କର କାହାଣୀ କଥା ଆମେ ସମସ୍ତେ ଜାଣିଛୁ। ତେଣୁ ଇଏ ହଉଛନ୍ତି ଚତୁର୍ଥ ଅବତାର। ତେଣୁ ତାପରେ ତାପରେ ଯୋଉ ସୃଷ୍ଟି ହେଲେ ଯୋଉ ବାମନ ଅବତାର, ତାମାନେ ଗୋଟେ କ୍ଷୁଦ୍ର ମାନବ, ମାନବୀୟ ରୂପ, କିନ୍ତୁ କ୍ଷୁଦ୍ର ଅବସ୍ଥା। ଯୋଉ ବାଳିକୁ 3 ପାଦ ମାଗିଥିଲେ, ଯୋଉ ଜମି, ଆକାଶ ପୃଥିବୀ ପରେ ତାଙ୍କର ଆଉ ଜାଗା ନଥିଲା। ବାଳି ଶୁକ୍ରାଚାର୍ଯ୍ୟଙ୍କର, ଯିଏ ଗୁରୁଙ୍କର କଥା ନ ମାନେ, ସେ ଜୀବନରେ ହିଁ ଅସୁବିଧାରେ ପଡେ। ସେ ବଳିଙ୍କ କାହାଣୀରୁ ଜଣା ପଡେ। ବାଳି ମାନେ ସେ ଜଣେ ଧର୍ମପ୍ରାଣ ଥିଲେ, ରାକ୍ଷସ ଥିଲେ କିନ୍ତୁ ଧର୍ମପ୍ରାଣ ଥିଲେ। କିନ୍ତୁ ତାଙ୍କର ଧର୍ମ ପାଇଁ ସେ ଯଜ୍ଞ କରୁଥିଲେ। ଯୋଉ ଯଜ୍ଞରେ ଶୁକ୍ରାଚାର୍ଯ୍ୟ ତାଙ୍କୁ କହିଥିଲେ, ତୁମେ ଏଇ ଯଜ୍ଞରେ କାହାରିକୁ ଦାନ କରିବ ନାହିଁ। ଯଜ୍ଞ ସମୟରେ ଶୁକ୍ରାଚାର୍ଯ୍ୟ ତାଙ୍କର ଗୁରୁ ଥିଲେ, ଗୁରୁଙ୍କ କଥା ସିଏ ନ ମାନିକି, ଜଣେ ବ୍ରାହ୍ମଣ ଆସିଛି ଏବଂ ଫେରିଯିବ ଭାବିକି, ମାନେ ଯେତେ ଯେତେ ତାଙ୍କୁ ମାନେ ବିଷ୍ଣୁ ଯାହା କୁହାଯାଏ ଯେ ବାମନ ଅବତାର ଯୋଉ ଯେତେ ଲୁଚେଇକି ଆସିଥିଲେ ମଧ୍ୟ ଶୁକ୍ରାଚାର୍ଯ୍ୟଙ୍କ ନଜରରେ ପଡି ଯାଇଥିଲେ। ସେ ଜାଣିଥିଲେ ଇଏ ହଉଛନ୍ତି ସାଧାରଣ ବ୍ରାହ୍ମଣ ନୁହନ୍ତି, ଏବଂ ଜଣେ ଯାହା ବି ହଉ, ଏବଂ ସିଏ ତାଙ୍କୁ ମାନେ ପାଦରେ ଥାପି ଦେଇଥିଲେ। ଏବଂ ବଳି ସେଦିନ ମାନେ ଶୁକ୍ରାଚାର୍ଯ୍ୟଙ୍କର, ତାଙ୍କ ଗୁରୁଙ୍କର ନିର୍ଦ୍ଦେଶକୁ ମାନି ନଥିଲେ, କାରଣ ତାଙ୍କ ଭିତରେ ଥିଲା ଯୋଉ ଦାନ କରିବାର ଭାବ। ସେ ଦାନ ପାଇଁ ସିଏ ମାନେ ପାତାଳକୁ ଯାଇଥିଲେ ଏବଂ ପାତାଳର ରାଜା ହେଇକି ରହିଥିଲେ। ଏବଂ ଇଏ ହଉଛନ୍ତି ସେଇ ସମୟର ମଣିଷ। ଏବଂ ଏଇଠି ସମାପ୍ତ ହେଇଥିଲା ସତ୍ୟ ଯୁଗର କଥା। ଏବଂ ଯାହା ଠାକୁର କହୁଥିଲେ, ରକ୍ତ ମାଂସ ଧରି ଯଦି ପୂର୍ଣ୍ଣ ମାନବରେ ଯଦି କିଏ ଅବତାର ଅବତରଣ କରିଥିଲେ, ସେ ହଉଛି ରାମଚନ୍ଦ୍ର। ଏବଂ ରାମଚନ୍ଦ୍ରଙ୍କ ସମୟରେ ଅନେକ କାହାଣୀ ଆମେ ନାଟକୀୟ ଭଙ୍ଗୀରେ ଆମେ ଜାଣୁ। ଅନେକ ନାଟକ ଭଙ୍ଗୀରେ, ନାଟକରେ ସ୍ମୃତି ମଧୁର ହବା ପାଇଁ, ନାଟକୀୟ ହବା ପାଇଁ ନାଟକଟାକୁ ଅନେକ ଭାବରେ ଲେଖି ଦିଆଯାଏ। ସେଦିନ ଠାକୁର ଯୋଉ ଆମେ ଅନେକ ରାମାୟଣର ଅନେକ କଥା ଜାଣିଛୁ, କିନ୍ତୁ ଅନେକ ଆମେ ନାଟକୀୟ ଭାବରେ ଜାଣିଛୁ, ଅନେକ ପଢିଛୁ। କିନ୍ତୁ କଥା ହଉଛି ଠାକୁରଙ୍କର ଯୋଉ ବ୍ୟାଖ୍ୟା, ଠାକୁର ଯୋଉ କୈକେୟୀଙ୍କର ଯୋଉ କୈକେୟୀଙ୍କର ଯୋଉ ମାନେ ଛଳନା, ଯାହା ବଳରେ ସେ ରାମଚନ୍ଦ୍ରକୁ 14 ବର୍ଷ ବନବାସକୁ ଦେଇ ଦେଇଥିଲେ। ଏବଂ ଠାକୁର କିନ୍ତୁ କହୁଥିଲେ, ଠାକୁର ସତେ ଯେମିତି
ସେଇ ଅବତାରରେ ଅବତୀର୍ଣ୍ଣ ଥିଲେ ଏବଂ ଅନେକ ଠାକୁରଙ୍କର କଥା ଉଠେ। ଠାକୁର କହୁଥିଲେ କୈକେୟୀ ଜଣେ ସାଧାରଣ ମହିଳା ନଥିଲେ, ସେ ଆଷ୍ଟ୍ରୋଫିଜିକ୍ସ ଜ୍ଞାନରେ ତାଙ୍କ ଭିତରେ ଜ୍ୟୋତିଷ ଶାସ୍ତ୍ରର ପ୍ରଗାଢ ଜ୍ଞାନ ଥିଲା, ଯାହା ଫଳରେ ସେ ଅନେକ ପରାମର୍ଶ ଦଉଥିଲେ ଦଶରଥକୁ। ସେଥିପାଇଁ ଦଶରଥ ତାଙ୍କ ପାଖକୁ ବାରମ୍ବାର ଦୌଡ଼ି ଯାଉଥିଲେ ଏବଂ ସେଥିପାଇଁ ତାଙ୍କ ସହିତ ସମ୍ପର୍କ ଥିଲା। ସେ ଏମିତି ଖାଲି ସୁନ୍ଦରୀ ଥିଲେ ବୋଲି ଦଶରଥ ତାଙ୍କ ପାଖକୁ ଯାଉନଥିଲେ, ତାଙ୍କ ପାଖରେ ସେ ଜ୍ଞାନଗାରୀ ମାନେ ପୂର୍ଣ୍ଣ ଥିଲେ। ଏବଂ ଯୋଉ 14 ବର୍ଷ ବନବାସର କଥା ଉଠେ ଏବଂ 14 ବର୍ଷର ଯୋଉ ବନବାସ କଥା ଉଠେ, ଯଦି ରାମଚନ୍ଦ୍ର 14 ବର୍ଷ ଏଇଠି ରହିଥାନ୍ତେ, ସେ ଯୋଉ 14 ବୁଦ୍ଧ ମହାଦଶା ଲାଗି ଯାଇଥିଲା, ମାନେ ସେ ଯୋଉ ରାଜଗାଦି, ସେ ରାଜଗାଦିକୁ ବୁଦ୍ଧ ମହାଦଶା 14 ବର୍ଷ ଧରି ଲାଗିଥିଲା। ଯଦି ରାମଚନ୍ଦ୍ର ଯଦି ରାଜା ହେଇକି ବସିଥାନ୍ତେ, ତେବେ ତାଙ୍କର ମୃତ୍ୟୁ ହେଇଯାଇଥାନ୍ତା। କୈକେୟୀ ଜାଣିଥିଲେ ଯେ ରାମଚନ୍ଦ୍ର ହଉଛନ୍ତି ପୁରୁଷୋତ୍ତମ, ସେ ବଞ୍ଚିକି ରହନ୍ତୁ, ଦଶରଥ ବୁଢା ହେଲାଣି ବରଂ ମରିଯାଆନ୍ତୁ, ତାଙ୍କ ସ୍ୱାମୀ ମୃତ୍ୟୁ ହେଇଯାଉ, କିନ୍ତୁ ରାମଚନ୍ଦ୍ର ବଞ୍ଚିକି ରହନ୍ତୁ। ସେଥିପାଇଁ ସେ 14 ବର୍ଷର ବନବାସର ଯୋଉ ମାଗିଥିଲେ ତାଙ୍କୁ, ସେ ଯୋଉ ତାଙ୍କର ଯୋଉ ପ୍ରତିଜ୍ଞା କରିଥିଲେ ତାଙ୍କୁ ମାଗିଥିଲେ ସେଦିନ। ସେଥିପାଇଁ ଆଶ୍ରମରେ ଜଣେ ଗୁରୁ ଭାଇ ଥାନ୍ତି। ଠାକୁର ହଠାତ୍ ଦିନେ ଡାକିଲେ, କହିଲେ ତୁମେ ଆଶ୍ରମ ଛାଡିକି ଚାଲିଯାଅ। ସିଏ ଆଶ୍ଚର୍ଯ୍ୟରେ, ଠାକୁରଙ୍କର ଜଣେ ଭଲ ସେବକ ଏଇଠି ସତ୍ସଙ୍ଗ ବିହାରରେ ରହନ୍ତି, ତାଙ୍କ ପିଲାମାନେ ପାଠ ସାଠ ପଢୁଥିଲେ ଏବଂ ହଠାତ୍ କିନା ଠାକୁର ତାଙ୍କୁ କହୁଛନ୍ତି ତୁମେ ଆଶ୍ରମ ଛାଡିକି କାଲି ଚାଲିଯାଅ ବାହାରକୁ। ଏବଂ ଠାକୁରଙ୍କ ନିର୍ଦ୍ଦେଶରେ ସେ ବାଧ୍ୟ ହେଇକି ଯାଇଛନ୍ତି, କିନ୍ତୁ ତାଙ୍କ ମନ ମାନିନି ଏବଂ ବାହାରେ ଯାଇକି ସେ ଚଳିପାରିନାହାନ୍ତି ଠାକୁରଙ୍କ ବିନା। ପୁଣି ପଳେଇ ଆସିଛନ୍ତି କିଛି ବର୍ଷ ପରେ, ପୁଣି ପଳେଇ ଆସିଛନ୍ତି, ବାଧ୍ୟ ହେଇକି ପଳେଇ ଆସିଛନ୍ତି ଏବଂ ଆସିବାର କିଛି ଦିନ ପରେ ତାଙ୍କ ମୃତ୍ୟୁ ହେଇଯାଇଛି। ଏବଂ ତାଙ୍କ ଝିଅ ଯେତେବେଳେ ଠାକୁରଙ୍କୁ ସେଦିନ ପଚାରୁଛନ୍ତି ଯେ ଠାକୁର, ଆପଣ ମୋର ବାପା ଆପଣଙ୍କର ଅତ୍ୟନ୍ତ ପ୍ରିୟ ମଣିଷ ଥିଲେ, ହଠାତ୍ କିନା ଆପଣଙ୍କର କଣ ହେଲା? ତାଙ୍କୁ କହିଲେ ଯେ ଆଶ୍ରମ ବାହାରକୁ ଚାଲିଯିବା ପାଇଁ। ଏବଂ ଠାକୁର କହିଲେ ରାମଚନ୍ଦ୍ରଙ୍କର ଯୋଉ 14 ବର୍ଷ ବନବାସର କଥା ଥିଲା, ଯୋଉ ବୁଦ୍ଧ ମହାଦଶା ପାଇଁ ରାମଚନ୍ଦ୍ରଙ୍କୁ ବନବାସ କରିବାକୁ ପଡିଥିଲା, ସେ ଯଦି ସେଇଠି ତାଙ୍କର ଜନ୍ମସ୍ଥାନରେ ରହିଥାନ୍ତେ, ତାଙ୍କୁ ମଧ୍ୟ ଅସୁବିଧାରେ ପଡିଥାନ୍ତା। ଠିକ ସେଇ ବୁଦ୍ଧ ମହାଦଶା ମୋ ବାପାଙ୍କୁ ଥିଲା ଏବଂ ତାଙ୍କ କୋଷ୍ଠୀ ଦେଖିକି ଜଣା ପଡିଥିଲା ତାଙ୍କୁ ମଧ୍ୟ ବୁଦ୍ଧ ମହାଦଶା ଥିଲା। ଏବଂ ଏଇ ଯୋଉ ଏଇଠି କଥା ଉଠେ, ଠାକୁର ସବୁ ଜାଣୁଥିଲେ, ଏ ଆଷ୍ଟ୍ରୋଫିଜିକ୍ସ, ଜ୍ୟୋତିଷ ଶାସ୍ତ୍ର ସବୁ କିଛି ଠାକୁର ଜାଣୁଥିଲେ, ସବୁ କିଛି ଜାଣୁଥିଲେ। ଏବଂ ଏଇ ଯୋଉ ଅହଲ୍ୟାର କଥା ଉଠେ, ଯେ ଗୌତମ ମୁନିକୁ ବିବାହ କରିଥିଲେ, ଗୌତମ ମୁନି ସେ ହଉଛନ୍ତି ପ୍ରଥମ ଯିଏକି ବିବାହ ସଂସ୍କାର ତିଆରି କରିଥିଲେ, 40 ବିଧ ସଂସ୍କାର ଯିଏ ଦେଇଥିଲେ ଏବଂ ସେ ପ୍ରଥମ କରି ଅହଲ୍ୟାକୁ ବିବାହ କରିକି ବିବାହ ପଦ୍ଧତିଟାକୁ ତିଆରି କରିଥିଲେ, କିନ୍ତୁ ଅହଲ୍ୟା ମାନୁନଥିଲେ। ଯାହା ଫଳରେ ସେ ଅନେକ ପୁରୁଷଙ୍କ ସହିତ ଯୋଉ ସମ୍ପର୍କ ଥିଲା, ସେଥିପାଇଁ ସେ ପାଷାଣ୍ଡ ହେଇଯାଇଥିଲେ। ମଣିଷ ତାର ବ୍ୟକ୍ତିତ୍ୱ, ତାର ଚରିତ୍ରିକ ଶୃଙ୍ଖଳାକୁ ଯେତେବେଳେ ହରେଇ ବସେ, ସେ ପାଷାଣ୍ଡ ହେଇଯାଏ, ଯୋଉଟା ପାଷାଣ୍ଡ ହେଇଯାଏ ବା ପଥର ହେଇଯାଏ, ମୃତବତ ହେଇଯାଏ। ଠିକ ସେଇ ଅବସ୍ଥା ଥିଲା ଅହଲ୍ୟାଙ୍କର। ରାମଚନ୍ଦ୍ରଙ୍କର ପଦ ସ୍ପର୍ଶରେ ଯୋଉ କଥା ଉଠେ, ଠାକୁର କହୁଥିଲେ ରାମଚନ୍ଦ୍ରଙ୍କର ପଦ ନୁହେଁ, ପାଦ ସ୍ପର୍ଶ ନୁହେଁ, ତାଙ୍କର ଚଳନି ତାଙ୍କୁ ସ୍ପର୍ଶ କରିଥିଲା। ରାମଚନ୍ଦ୍ରଙ୍କ ସହିତ ଯେତେବେଳେ ସଂସ୍ପର୍ଶରେ ଆସିଥିଲେ, ତାଙ୍କର ଚଳନି ତାଙ୍କୁ ସ୍ପର୍ଶ କରିଥିଲା, ଯାହା ଫଳରେ ସେ ଏକ ମାନେ ଈଶ୍ୱରତ୍ୱ ପ୍ରାପ୍ତି କରିଥିଲେ, ମୁଖ୍ୟ ପ୍ରାପ୍ତିରେ ମୁକ୍ତିର ମାର୍ଗ ପାଇଥିଲେ। ଇଏ ହଉଛି କଥା। କେଷ୍ଟଦାଙ୍କର ଝିଅ ସେଦିନ ଠାକୁରଙ୍କ ପାଦ ତଳେ ଯେତେବେଳେ ଆଣିକି ଧଳା ଫୁଲ ଦଉଛନ୍ତି, ଠାକୁର ଗମ୍ଭୀର ହେଇ ଉଠୁଛନ୍ତି। ସରଜ ନଦୀ କୂଳରେ ଯେତେବେଳେ ଲକ୍ଷ୍ମଣ ସୀତା ତାଙ୍କ ପାଦ ତଳେ ଆଣିକି ଧଳା ଫୁଲ ସଜେଇ ଦଉଥିଲେ, ସେଇ କଥା ସେ ମନେ ପକେଇଛନ୍ତି ସେଦିନ ଠାକୁର। ଏବଂ ଠାକୁର ଅନେକ କଥା କହୁଥିଲେ ଯେ ଲକ୍ଷ୍ମଣ ହନୁମାନଙ୍କୁ ଈର୍ଷା କରୁଥିଲେ, କାରଣ ରାମଚନ୍ଦ୍ରଙ୍କର ଅତି ପ୍ରିୟ ହିଁ ଉଠିଥିଲେ ହନୁମାନ। ଆମେ ହନୁମାନ ଯେ ମାଙ୍କଡ ତା ନୁହେଁ, ଇଏ ହଉଛି ଏକ ବିବର୍ତ୍ତନ ଜିନିଷ। ଏବଂ ରାମଚନ୍ଦ୍ର ହଉଛନ୍ତି ଆର୍ଯ୍ୟ ସଂସ୍କାରର, ଯୋଉ 4 ପ୍ରକାର ଜାତି ଥିଲେ, ଆର୍ଯ୍ୟ, ଦ୍ରାବିଡ, ମଙ୍ଗୋଳିଆ, ନିଗ୍ରୋ, ତା ଭିତରୁ ରାମଚନ୍ଦ୍ର ହଉଛନ୍ତି ଆର୍ଯ୍ୟ ପରମ୍ପରାର ପୁରୁଷ, କିନ୍ତୁ ହନୁମାନ ହଉଛନ୍ତି ଦ୍ରାବିଡିଆନ, ଦ୍ରାବିଡ। ତାଙ୍କର ହନୁ ହାଡ ବଡ ଥିଲା, ସେଥିପାଇଁ ତାଙ୍କୁ ହନୁମାନ କୁହାଯାଉଥିଲା। ସେ ତ ମନ୍ତ୍ରୀ ଥିଲେ ଏବଂ ସେ ଧ୍ୟାନ କରୁଥିଲେ ଏବଂ ଯୋଉ ମେଡିଟେସନ ବଳରେ ସେ ଜାଣିଥିଲେ ରାମଚନ୍ଦ୍ରଙ୍କର ଆଗମନ କଥା ଏବଂ ରାମଚନ୍ଦ୍ରଙ୍କ ସାକ୍ଷାତ ପରେ ସେ ତାଙ୍କ ପରିଚୟ ପାଇଯାଇଥିଲେ ଏବଂ ତାଙ୍କରି ପାଇଁ ସମର୍ପିତ ହେଇଥିଲେ। ତ ତାଙ୍କର ଯୋଉ ଭକ୍ତି ଭାବ, ତାଙ୍କର ଯୋଉ ପ୍ରେମ ତାଙ୍କୁ ଏତେ ବଡ କରିଥିଲା ଯେ ରାମଚନ୍ଦ୍ରଙ୍କର ଯେତିକି ମନ୍ଦିର ଆଜି ପୃଥିବୀ ପୃଷ୍ଠରେ ନାହିଁ, ହନୁମାନଙ୍କର ତାଠୁ ଅଧିକ ମନ୍ଦିର ହେଇଯାଇଛି। ତେଣୁ ଯେତେବେଳେ ଭକ୍ତ, ଯେତେବେଳେ ଭଗବାନଙ୍କର ଜୀବନ୍ତ ଭଗବାନଙ୍କୁ ଜୀବନରେ ଧରିକି ଜୀବନଟାକୁ ସମର୍ପିତ କରିଦିଏ, ସେ ମଧ୍ୟ ଏକ ଦିବ୍ୟ ମାନବରେ ପରିଣତ ହୁଏ, ଯାହା ମୁଁ ପ୍ରଥମେ କହୁଥିଲି ଠାକୁର ତ ଜାଗ୍ରତ କରିବାର କଥା। ତେଣୁ ଇଏ ଥିଲା ରାମଚନ୍ଦ୍ରଙ୍କର କଥା। ଏବଂ ଯେତେବେଳେ ଦ୍ୱାପର ଯୁଗର କଥା ଯେତେବେଳେ ଆସିଲା, ଠାକୁର ଜ୍ୟୋତି ଆଶ୍ରମରେ ସେଦିନ ବସି କହୁଥିଲେ ଯେ ମହାଭାରତ ଯୁଦ୍ଧ ହବାକୁ ଦେବି ନାହିଁ। ଯୋଉ ଆଜିର ବିଜ୍ଞାନ ଆଜି ଡିଣ୍ଡିମ ପେଟୁଛି, ଯୋଉ ସେରଗସି
ସେରୋଗେଟ ମଦର କଥା, ସେରୋଗେଟ ମଦର କଥା ଉଠୁଛି ଏବଂ ଟେଷ୍ଟ ଟ୍ୟୁବ ବେବିର କଥା ଉଠୁଛି। ସେ ସବୁ ସେଇ ସମୟରେ ଥିଲା, ସେ ଯୋଉ ଐରାବତ ସେଇ ସମୟରେ ଥିଲା। କାରଣ ସେଇ ସମୟରେ ଏ ଦ୍ରୋଣାଚାର୍ଯ୍ୟ ମଧ୍ୟ ଟେଷ୍ଟ ଟ୍ୟୁବ ବେବି ଏବଂ କୌରବ ମାନଙ୍କର ଯୋଉ 100 ପୁତ୍ର ଇଏ ମଧ୍ୟ ବ୍ୟାସଦେବଙ୍କର ସେଇ ମାନେ ସଂରଚନା, ଟେଷ୍ଟ ଟ୍ୟୁବ ବେବିର ସଂରଚନା। ଏବଂ ଯୋଉ ବଳରାମଙ୍କର ଜନ୍ମ, ଇଏ ସେରୋଗେଟ ମଦର ରୋହିଣୀଙ୍କ ମାନେ ଗାଈଙ୍କ ପେଟରୁ ସେ ଜନ୍ମ ନେଇଥିଲେ। ଗାଈଙ୍କ ପେଟରେ ଯୋଉ ଗର୍ଭ ନଷ୍ଟ ହେଇଗଲା ବୋଲିକି, ଯୋଉ ଦେବକୀଙ୍କର ଅଷ୍ଟମ ସପ୍ତମ ଗର୍ଭ ନଷ୍ଟ ହେଇଗଲା ବୋଲିକି, ବାସ୍ତବିକ ନଷ୍ଟ ହେଇନଥିଲା, ସେ ତାଙ୍କର ଯୋଉ ଗର୍ଭାସ୍ଥ କାଢିକି ନେଇକି ସେଟା ରୋହିଣୀଙ୍କ ଗର୍ଭରେ ରଖି ଦିଆଯାଇଥିଲା। ଏଇଟା ସେରୋଗେଟ ସିଷ୍ଟମ, ଯୋଉଟା ଆଜିର ବିଜ୍ଞାନ ଡିଣ୍ଡିମ ପିଟୁଛି। ଠାକୁର ସେଦିନ ଜ୍ୟୋତି ଆଶ୍ରମରେ ଯାହା କହୁଥିଲେ ଯେ ମୁଁ ମହାଭାରତ ହବାକୁ ଦେବି ନାହିଁ, କାରଣ ମହାଭାରତର ଭୟାବହତାକୁ ଯଦି ଦେଖାଯାଏ, ସେଇ ସମୟରେ 17 କୋଟି ମଣିଷ ଥିଲେ ପୃଥିବୀରେ, ଖାଲି 7 କୋଟି ମଣିଷ ଥିଲେ ଭାରତରେ, ଏବଂ ତା ଭିତରୁ 25 ଲକ୍ଷ ଲୋକ ଯଦି ଦେହାନ୍ତ ହେଇଯାଏ, 7 କୋଟି ଲୋକରେ ଯଦି 25 ଲକ୍ଷ ଲୋକଙ୍କର ମହାଭାରତ ଯୁଦ୍ଧରେ ଯୋଉ ମୃତ୍ୟୁ ହେଇଥିଲା, ଏବଂ ଯୋଉମାନେ ଯୁଦ୍ଧ କରୁଥିଲେ ସେମାନେ କେହି ବୃଦ୍ଧ କିମ୍ବା ଶିଶୁ ନଥିଲେ, ସମସ୍ତେ ପ୍ରାପ୍ତ ବୟସ୍କ ଯୁବକ ଥିଲେ। ଏବଂ ସେଇମାନଙ୍କର ଯଦି ମୃତ୍ୟୁ ହେଇଗଲା, ସେଇ 25 ଲକ୍ଷ ନାରୀ ମାନଙ୍କର ଅବସ୍ଥା କଣ ହେଇଥିବ? ଯୋଉମାନେ ବିବାହ କରିନଥିଲେ ଆଉ ଯୋଉମାନେ ବିବାହ କରିଥିଲେ ବିଧବା ହେଇଗଲେ, ସେମାନଙ୍କର ଅବସ୍ଥା କଣ ହେଇଥିବ? ସେଇଠୁ ଆରମ୍ଭ ହେଇଥିଲା ପ୍ରତିଲୋମୀର ପ୍ରଚଳନ, ଯାହା ଠାକୁର କହୁଥିଲେ ଅନୁଲୋମ ଆଉ ପ୍ରତିଲୋମର ବିବାହ। ସେଇ ପ୍ରତିଲୋମ ପ୍ରବାହରେ ହିଁ ଏ ଭାରତର ଯୋଉ ମୂଳ ତତ୍ତ୍ୱ, ଏ ସନାତନ ସଂସ୍କୃତିର ଯୋଉ ମୂଳ ତତ୍ତ୍ୱ ସବୁ ନଷ୍ଟ ଭଷ୍ଟ ହେଇଯାଇଥିଲା। ଏବଂ ଯୋଉଠି ନଷ୍ଟ ଭଷ୍ଟ ହେଇଗଲା ପରେ, ଏବଂ ଏଇ ସୃଷ୍ଟିରେ ଯୋଉ କିଛି ଆଜି ଆମେ ଦେଖୁଛୁ ସବୁ କିଛି ନଷ୍ଟ ହେଇଥିଲା। ଏବଂ ଅନେକ କଥା ଠାକୁର କହିଛନ୍ତି, କର୍ମଫଳର କଥା ଏବଂ କର୍ଣ୍ଣର କଥା ଠାକୁର ଆଲୋଚନା ପ୍ରସଙ୍ଗରେ ଅନେକ ସମୟରେ କହିଛନ୍ତି। ସମସ୍ତଙ୍କର କର୍ମଫଳକୁ ମତେ ଭୋଗିବା ପାଇଁ ପଡୁଛି ବୋଲି ଠାକୁର କହୁଥିଲେ। ଏବଂ ଠାକୁର ବୁଦ୍ଧଦେବଙ୍କର ଯୋଉ ଧ୍ୟାନର ଯୋଗ କଥା ଆସିଥିଲା, ଏବଂ ଠାକୁର ସେଦିନ ଏଇ ଠାକୁରଙ୍କର ଯେତେବେଳେ ଇଂଲିଶର ବାଣୀ ଦେବାକୁ କଥା ପଡିଲା, ଠାକୁର ଯୋଉ ଇଂଲିଶର ବାଣୀ ଦେଇଥିଲେ, ମୁଁ ବୋଧେ ଗତ ଥର ବୋଧେ କହୁଥିଲି, ସେ ଇଂଲିଶ ବାଣୀରେ ଯୋଉ ଇଂଲିଶର ଲାଙ୍ଗୁଏଜ, ଇଏ ହଉଛି ପାଲେଷ୍ଟାଇନର ମାନେ ଲୋକାଲ ଲାଙ୍ଗୁଏଜ ପୁରା। ତେଣୁ ଠାକୁର ଯୋଉ ଟେବୁଲ ତିଆରି କରିବା ପାଇଁ ଜଣେ କାର୍ପେଣ୍ଟରକୁ ଦେଇଥିଲେ। ଠାକୁର କହୁଥିଲେ ତୁମେ ଜାଣ ନା ମୁଁ କେଡେ ବଡ କାର୍ପେଣ୍ଟର? ଠାକୁର କେବେ କାର୍ପେଣ୍ଟରୀ କାମ କରିନଥିଲେ, କିନ୍ତୁ ତା ଥିଲା ଜେସସ୍ ଖ୍ରୀଷ୍ଟଙ୍କର ସେଇ ଜୀବନ। ଜେସସ୍ ଖ୍ରୀଷ୍ଟ ଯିଏକି କାର୍ପେଣ୍ଟର ଥିଲେ, ଏବଂ ତାଙ୍କର ସେଇ କଥା। ଏବଂ ଠାକୁର ସେଦିନ ହଠାତ୍ କିନା କହୁଥିଲେ, କହିଲେ ଯେ ମକ୍କାରୁ ମଦିନା ପର୍ଯ୍ୟନ୍ତ ଖାଲି ପାଦରେ ମୁଁ ଚାଲି ଚାଲି ଯାଇଥିଲି। ଇଏ ହଉଛି ଠାକୁରଙ୍କର ସେ ଅବତାର ମାନଙ୍କର, ନିଜେ ଯୋଉ ଆଜି ଅବତାର ହେଇକି ଆସିଛନ୍ତି। ଏଇ ପୂର୍ବ ଅବତାର କାହାଣୀ ଅନେକ ସମୟରେ ତାଙ୍କ ମୁଖରୁ ମଧ୍ୟ ନିଃସୃତ ହେଇ ପଡିଥିଲା। ଏବଂ ଠାକୁରଙ୍କ ପାଖକୁ ଅନେକ ଭକ୍ତ ମାନେ ଆସିଛନ୍ତି, ଏବଂ ଅନେକ ଯୋଉମାନେ ରାମକୃଷ୍ଣ ପରମହଂସ ଙ୍କର ଭକ୍ତ, ଏବଂ ଯୋଉ ନିତାଇ ଚୈତନ୍ୟ ସତୀଶ ଚନ୍ଦ୍ର ଗୋସ୍ୱାମୀ ଯିଏକି ନିତାଇ ଚୈତନ୍ୟଙ୍କର ଯୋଉ ମାନେ ତାଙ୍କରି ବଂଶ ପରମ୍ପରା, ଗୌଡୀୟ ବଂଶ ପରମ୍ପରାର ମଣିଷ, ଏମିତି ରାମକୃଷ୍ଣ ପରମହଂସ ଅନେକ ଭକ୍ତ ଆସିଛନ୍ତି ଠାକୁରଙ୍କ ପାଖକୁ। ଏବଂ ଠାକୁରଙ୍କୁ ସେମାନେ ତାଙ୍କ ଭିତରେ, ଠାକୁରଙ୍କ ଭିତରେ ସବୁ ଅବତାରକୁ ସେ ଅନୁଭବ କରିଛନ୍ତି। ଏବଂ ଜଣେ ବଡ ସଙ୍ଗୀତଜ୍ଞ ଓଡିଶାର ବଳରାମ ଦାସ ବୋଲି, ଯେତେବେଳେ ଠାକୁରଙ୍କ ପାଖରେ ସେଇ 10 ଅବତାର ଶ୍ଲୋକ ଗାଉଥିଲେ, ହଠାତ୍ କିନା ଗାଇ ଉଠିକି ଚମକି ଉଠିଲେ। ଯେତେ ନରସିଂହ ଅବତାର କଥା ଗାଉଛନ୍ତି, ଠାକୁରଙ୍କର ସେ ବିଭତ୍ସ ରୂପ ପ୍ରତି ଅବତାରରେ ସେ ଠାକୁରଙ୍କ ଭିତରେ, ସେ ପ୍ରତ୍ୟେକ ଅବତାର ଠାକୁରଙ୍କ ଭିତରେ ଦର୍ଶନ କରୁଥିଲେ। ମତ୍ସ୍ୟ ଅବତାର ପାଖରୁ ଯେତେବେଳେ ନରସିଂହ ଅବତାର ପਹੁଞ୍ଚିଛନ୍ତି, ଏଇ ଯୋଉ ଭୟାବହ ମାନେ ବିକଟୀୟ ରୂପକୁ ଯେତେବେଳେ ଦେଖିଛନ୍ତି ଠାକୁରଙ୍କ ଭିତରେ, ସେ ଚମକି ପଡିଛନ୍ତି। ଏବଂ ଠାକୁର ତାଙ୍କୁ ଆଉ ଗାଇବା ପାଇଁ ମନା କରିଛନ୍ତି। ଇଏ ହଉଛନ୍ତି ଶ୍ରୀ ଶ୍ରୀ ଠାକୁର। ସେ ଜଣେ ଡକ୍ଟର ଠାକୁରଙ୍କ ପାଖରେ ରହିଛନ୍ତି, ଠାକୁରଙ୍କ ସେବା କରୁଛନ୍ତି, ଭାବୁଛନ୍ତି ମନେ ମନେ ମୁଁ ଛାଡିକି ପଳେଇବି, ଠାକୁରଙ୍କ ଭିତରେ କିଛି ଅଲୌକିକତା ନାହିଁ, କୌଣସି ଠାକୁରଙ୍କ କୌଣସି ଭଗବାନ ନୁହନ୍ତି। ଏବଂ ଠାକୁର ବସିଛନ୍ତି, ହଠାତ୍ କିନା ଠାକୁର କହୁଛନ୍ତି ମୋର ବୁଢା ଆଙ୍ଗୁଠିଟା ମାନେ ଝିମଝିମ କରିଦଉଛି, ତାକୁ ଟିକେ ଧରି ପକା। ଯେତେବେଳେ ବୁଢା ଆଙ୍ଗୁଠିଟାକୁ ସେ ଧରି ପକେଇଛନ୍ତି ଠାକୁରଙ୍କର, ଏବଂ ଦେଖୁଛନ୍ତି ଠାକୁରଙ୍କ ଭିତରୁ ଏକ ବିରାଟ ଜ୍ୟୋତି ପ୍ରକଟିତ ହେଇକି ସେ ଘର ଭିତରେ ସମସ୍ତ ଅବତାର ମାନେ ଗୋଟିଏ ଗୋଟିଏ ଠାକୁରଙ୍କ ଭିତରୁ ବାହାରି ଯାଇକି ଘର ଭିତରେ ବିଛଳିତ ହେଇକି ଉଠୁଛନ୍ତି। ଇଏ ଦେଖିକି ଆଶ୍ଚର୍ଯ୍ୟ ହେଇଛନ୍ତି ଏବଂ ବୁଝିପାରିଛନ୍ତି ଠାକୁରଙ୍କ ଭିତରେ ସେଇ ଅଲୌକିକତାର କଥା। ଏବଂ ହେମକବିଙ୍କର କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି। ହେମକବି ଯେତେବେଳେ ତାଙ୍କ ପୂର୍ବ ଅବତାର, ପୂର୍ବ ଆ, ଜୀବନର କଥା ପଚାରିଛନ୍ତି, ଏବଂ କହୁନାହାନ୍ତି ଠାକୁର ତାଙ୍କୁ, ଏବଂ ସେ ଭାବୁଛନ୍ତି ଠାକୁରଙ୍କୁ ପୂର୍ବ ଅବତାର କଥା ଜଣା ନାହିଁ, ବୋଧେ ଅଲଗା ଧର୍ମ ମାନଙ୍କର, ବୌଦ୍ଧ ଧର୍ମ
ପାଖକୁ ଚାଲିଯିବା ପାଇଁ ଚାହିଁଛନ୍ତି ଏବଂ ଭାବିଛନ୍ତି ବୌଦ୍ଧ ଧର୍ମ ପାଖକୁ ଗଲେ ତାଙ୍କ ପୂର୍ବ ଜୀବନର କଥା କିଏ କହିଦେଇ ପାରିବ। ପୂର୍ବ ମାନେ ଆଗ ଜନ୍ମରେ କଣ କଣ ଥିଲେ କହିଦେଇ ପାରିବ। ଯେତେବେଳେ ତାଙ୍କ ବେଗ୍ ପେକ୍ ଆଣି ବାହାର କରିକି ବାହାରିଛନ୍ତି, ଭାବିଛନ୍ତି ଗଲାବେଳକୁ ଶେଷ ଥର ପାଇଁ ଠାକୁରଙ୍କୁ ଥରେ ପ୍ରଣାମ କରିଦେବି ଏବଂ ଠାକୁରଙ୍କୁ ଯେତେବେଳେ ପ୍ରଣାମ କରୁଛନ୍ତି ଏବଂ ପ୍ରଣାମ କରି ଚାଲି ଯାଉଛନ୍ତି, ଠାକୁର ତାଙ୍କୁ କହୁଛନ୍ତି, ତୁମେ ଏ ବୌଦ୍ଧ ଭିକ୍ଷୁମାନଙ୍କ ଭିତରେ ତୁମେ ଥିଲ ଯୋଉ ଆଜିକି 2300 ବର୍ଷ ପୂର୍ବେ। ଏବଂ ସେ କହୁଛନ୍ତି ହଁ ସେତେବେଳେ ଥିଲି ବୋଲି କଣ ପ୍ରମାଣ ଅଛି, କିଏ କହିବ ଯେ ମୁଁ ଥିଲି କି ନଥିଲି, ଏମିତି କହିଦେଲେ କଣ ହେଇଯିବ। ଏବଂ ପୁଣି ଆଉ ପଛକୁ ଫେରି ଯାଆନ୍ତି, ଦି ପାଦେ ଆଗେଇ ଯାଇଛନ୍ତି, ଠାକୁର ତାଙ୍କୁ କହୁଛନ୍ତି ନିତାଇ ଚୈତନ୍ୟଙ୍କ କୀର୍ତ୍ତନ ମଣ୍ଡଳୀ ତମେ କୀର୍ତ୍ତନ କରୁଥିଲ, ସେ ତଥାପି ଶୁଣି ନାହାନ୍ତି। ଏଗୁଡା ସବୁ ଠାକୁର ମନଗଢା କାହାଣୀ କହୁଛନ୍ତି। ଏବଂ ଯେତେବେଳେ ଆଉ ପାଦେ ଆଗେଇ ଯାଇଛନ୍ତି, ଠାକୁର କହୁଛନ୍ତି ତୁମେ 25 ବର୍ଷ ବୟସରେ ଯେତେବେଳେ ତମ ବନ୍ଧୁଙ୍କର ପୁଅର ଜନ୍ମ ତିଥିରେ ଯାଇଥିଲ, ତାଙ୍କ ସ୍ତ୍ରୀ ଯେତେବେଳେ ତାଙ୍କ ଛୁଆକୁ ସ୍ତନ୍ୟପାନ କରାଉଥିଲେ ତମେ ଝରକା ବାଟେ ଦେଖୁଥିଲ। ଏବଂ ପୁଣି ଠାକୁର କହୁଛନ୍ତି, ସେତେବେଳେ ସେ ଚମିକି ପଡିଛନ୍ତି ଏବଂ ପୁଣି ଠାକୁର କହୁଛନ୍ତି ତୁମେ ଜଣେ ସ୍ତ୍ରୀ ଲୋକ ପରିସ୍ରା କରୁଥିଲେ, ତୁମେ ଯାଇକି ପଛରୁ ତାଙ୍କୁ ଧରି ପକେଇଥିଲ। ଏବଂ ଏ କଥା ଶୁଣିଲା ପରେ ଆମେ ଜୀବନରେ ଅନେକ ଭୁଲ କରୁ ଏବଂ ସେ ଭୁଲର ମୁକ ସାକ୍ଷୀ ଆମେ ନିଜେ ଥାଉ। କିନ୍ତୁ ଶ୍ରୀ ଠାକୁର ଯେତେବେଳେ ଏ କଥା କହୁଛନ୍ତି, ସେ ଆଶ୍ଚର୍ଯ୍ୟ ହଉଛନ୍ତି ଠାକୁର କେମିତି ଜାଣିଲେ ଏବଂ ଚମକି ପଡିଛନ୍ତି ଏବଂ ଲୋଟି ପଡିଛନ୍ତି ଠାକୁରଙ୍କ ସେଇ ପରମ ବିଜ୍ଞାନୀ, ପରମ ପୁରୁଷ, ପରମ ବ୍ରହ୍ମ ଶ୍ରୀ ଠାକୁରଙ୍କ ତଳେ ଲୋଟି ପଡିଛନ୍ତି। ଏବଂ ଆମେ ତାଙ୍କୁ ପାଇଛେ ଜୀବନରେ, ଆମେ ଜୀବନରେ ଆଜି ଧନ୍ୟ ହେଇଛେ ତାଙ୍କୁ ପାଇକି। ତେଣୁ ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ ଦାଦା। ଜୟ ଗୁରୁ ଆଜ୍ଞା।